ମୋ ନାଁ ପୁଷ୍ପଲତା ପ୍ରଧାନ ମୋ ଅନୁଗୁଳ ଜିଲ୍ଲା ଜରପଡ଼ା ଗ୍ରାମରୁ ଆସିଛି। କୁହନ୍ତୁ ଆପଣଙ୍କର ସେ ଅନୁଭୂତି କଥା। ଏବେ ବର୍ଷେ ହେଇଗଲାଣି ଶାଶୁ ମୁଁ ରହୁଥିଲୁ ହଜବ୍ୟାଣ୍ଡଙ୍କ ଡେଥ୍ ପରେ, ତାପରେ ସଡନ୍ ଶାଶୁଙ୍କର ଡେଥ୍ ହେଇଗଲା। ମେଡ଼ିକାଲ ଆଣିଥିଲି, ତାପରେ ଡେଥ୍ ହେଇଗଲା ପରେ ସାର୍ ପୁରା ବହୁତ ସିରିୟସ୍ ହେଇଗଲି। ତାଙ୍କ ଦଶା କର୍ମ କରିବା ଯାଇ ବି ମୁଁ ଠିକ୍ରେ ରହିଲିନି। ତାପରେ ଝିଅ ଏକୁଟିଆ, ଆଉ କେହି ନାହିଁ। ତାପରେ ଝିଅ ଆଣିକି ମୋତେ ଆଡ଼ମିଟ୍ କରିଦେଲା ସେ ଅନୁଗୁଳରେ। ତାପରେ କିଛି ଦିନ ଭଲ ହେଲା ପରେ ପୁଣି ଯାଇକି ମୁଁ କର୍ମ କଲି। ତାପରେ ଆସିକି ମୁଁ କିମ୍ସରେ ଆଡ଼ମିଟ୍ ହେଇଗଲି। ମୋର ଲଙ୍ଗସରେ ବହୁତ ପ୍ରୋବ୍ଲେମ୍। ଡକ୍ଟର କହିଲେ କି ଏତେ ପ୍ରୋବ୍ଲେମ୍ ଅଛି, କିଛି ବି କହି ହେବନି ଆଙ୍କର କ'ଣ ହେବ। ତାପରେ କିଛି ଦିନ ପରେ ସେମିତି ତ ରହିଲି। ତାପରେ 15 ଦିନ 20 ଦିନ ପରେ ମୁଁ ଠାକୁରଙ୍କୁ ଡାକୁଥାଏ। ସେଇ ସବୁବେଳେ ଆମ କ୍ୟାବିନ୍ରେ ଜୟ ଜଗନ୍ନାଥ ହିଁ ଚାଲିଥାଏ। ନର୍ସମାନେ ଆସିବେ କହିବେ ମାଉସୀ କ'ଣ ଆପଣଙ୍କର ଭକ୍ତି? ମୁଁ କହିଲି ଭକ୍ତି କ'ଣ, ଠାକୁର ତ ସବୁବେଳେ ସିଏ ଯାହା କରିବେ କରିବେ। କିନ୍ତୁ କିଛି ଦିନ ପରେ ମୋତେ ନିଜକୁ ବି ଭଲ ଲାଗିଲା ଯେ ନା ଠାକୁରଙ୍କୁ ମୁଁ ଡାକୁଥାଏ। ମୁଁ କହିଲି ଯାହା କରିବେ, ମୁଁ ଯଦି ଭଲ ହେଇଯିବି ଆପଣଙ୍କ ପାଖକୁ ଦର୍ଶନ କରିବାକୁ ଯିବି। ଆପଣ ତ ସବୁ ହର୍ତ୍ତା କର୍ତ୍ତା ସବୁ। ଝିଅ ବି ବହୁତ ଦୁଃଖୀ ଥାଏ, ଆଉ ତ ମୋର କେହି ନାହିଁ, ଝିଅଟିଏ ଅଛି। ଝିଅ ବି ବହୁତ ଦୁଃଖୀ, ସିଏ ବି ଠାକୁରଙ୍କୁ ଡାକୁଥାଏ ହେ ଭଗବାନ ମୋ ମାଆକୁ କିନ୍ତୁ ଭଲ କରିଦିଅ। ଆଉ ସେ ଏମିତି ମାସେ ପରେ ମୁଁ କିଛି ମାନେ ଏମିତି ଧୀରେ ଧୀରେ ରିକଭରି କଲା। ତାପରେ ଏବେ ବର୍ଷେ ହେଲାଣି ମାଆଙ୍କର ଶ୍ରାଦ୍ଧ ସାରିକି ମୁଁ ଏବେ ଆସିଛି ଠାକୁରଙ୍କୁ ଦର୍ଶନ କରିକି ଏବେ ମୁଁ ଆସିଛି। ଆଉ ଦୁଃଖଦ କଥାଟା କହିଲେ ଆପଣ ସ୍ୱାମୀଙ୍କର କଥା କ'ଣ ହେଇଥିଲା, କେତେ ଆପଣ? ସାର୍ ସେ ତ ଆର୍ମିରେ ଥିଲେ, ସେ ଆର୍ମିରେ ଥିଲେ, ଦେହ ବହୁତ ଖରାପ ହେଲା ଯେମିତି ଦିଲ୍ଲୀ RR ହସ୍ପିଟାଲରେ ମାସେ ରହିଲେ। ଆଉ ସେଠୁ ଆଣିଲି କାଲକାଟାରେ ବି 2 ମାସ ଖଣ୍ଡେ ରହିଲେ। ଏମିତି କଲା ପରେ ବହୁତ ମେଡ଼ିକାଲରେ ରହିଲେ। ତାପରେ ରିଟାୟାରମେଣ୍ଟ କରିଦେଲେ। ରିଟାୟାରମେଣ୍ଟ ପରେ ଆସିକି ଏଠି ଓଡ଼ିଶାରେ ସେ ହାଇଟେକ୍, ସମ୍, କିମ୍ସ ସବୁ ହସ୍ପିଟାଲରେ ମାସେ 1.5 ମାସ ଏମିତି ଟ୍ରିଟମେଣ୍ଟ ହେଲା ପରେ ହାଇଟେକ୍ରେ ଥରେ ଟ୍ରିଟମେଣ୍ଟ ହେଉଥାନ୍ତି। ମୁଁ ତାଙ୍କୁ ଛାଡ଼ି ଦେଇ ଗଲି, ସେ ଟିକେ ଭଲ ଥିଲେ, ମୁଁ ତାକୁ ଛାଡ଼ି ଦେଇକି ଗଲି। ଛାଡ଼ି ଦେଇକି ଯେତେବେଳେ ଗଲି ସେ ଭଲ ଥିଲେ, କିନ୍ତୁ ସଡନ୍ ତାଙ୍କର ଦେହ ଖରାପ ଥିଲା। ମୁଁ ଘରୁ ଟିକେ ପଇସା ଆଣିବା ପାଇଁ ଗଲି। ସଡନ୍ ତାଙ୍କର ଦେହ ଏମିତି ଖରାପ ହେଇଗଲା, ସେ ଫୋନ୍ କଲେ, ମୋ ଦିଦି ପାଖକୁ ଫୋନ୍ କଲେ, ଆଉ ସେ ମିସେସ୍ ମାନେ ପୁଷ୍ପକୁ ଟିକେ ଫୋନ୍ କରିଦିଅ, ଆଉ ମୁଁ ବହୁତ ସିରିୟସ୍। ତାପରେ ନାନୀ କ'ଣ କଲେ, ସେ ଜଣକୁ ପଠାଇଦେଲେ। ସେ ଆସିଲା ବେଳକୁ ମୁଁ ବସ୍ରେ ପଳେଇ ଆସିଲି, ଏସି ବସ୍ରେ ଯେଉଁ ପଳେଇ ଆସିଲି, ମୁଁ ମାନେ ଏସି ବସ୍ଟା ମୁଁ ଜାଣିପାରିଲିନି, ହାଇଟେକ୍ ଛକଟା ଜାଣିପାରିଲିନି। ତାପରେ ସେଇ ଛକଠୁ ମୁଁ ପୁରା ଭୁବନେଶ୍ୱର ଇଏକୁ ପଳେଇ ଆସିଲି। ସନ୍ଧ୍ୟା ହେଇଯାଉଥାଏ ଡାକୁଥାଏ ଭଗବାନ ମୁଁ କ'ଣ କରିବି। ଯେତେବେଳେ ଦେଖିଲି ନା CRP ଛକ ଆସିଲାଣି, ମୁଁ କ'ଣ କରିବି। ତାପରେ ମୁଁ ଠାକୁରକୁ ଡାକୁଥାଏ କ'ଣ କରିବି ସେଇଠୁ ଜଣେ ମୋତେ କହିଲା ଆଉ ଆପଣ ଫେରି ଯାଆନ୍ତୁ ପୁଣି। ମୁଁ ତାପରେ ପୁଣି ସିଟି ବସ୍ରେ ଫେରି ଆସିଲା ପରେ ସନ୍ଧ୍ୟା ହେଇଗଲାଣି, କ'ଣ କରିବି, ଅଟୋ ଖୋଜିଲି ବି ପାଇଲିନି, କ'ଣ କରିବି। ସେଇ ସମୟରେ ଓହ୍ଲେଇଲି। ତାପରେ ଜଣେ ସାର୍ଙ୍କୁ କହିଲି, ଜଣେ ପିଲା ଦେଖା ହେଲା, କିନ୍ତୁ ମୁଁ ତା ମୁହଁ ଦେଖିନି ଆଜ୍ଞା, କଳା ହେଇକି ପିଲା ଜଣେ ଦେଖା ହେଲା। ମୋତେ କହିଲା ମ୍ୟାଡ଼ାମ୍ କେଉଁଠିକି ଯିବେ? ମୁଁ କହିଲି ମୁଁ ଟିକେ ହାଇଟେକ୍ ଯିବି ଯେ ଅନ୍ଧାରଟା, ଅଟୋ ପାଉନି, କ'ଣ କରିବି। ମୁଁ କାନ୍ଦୁଥାଏ ସେତେବେଳେ ସାର୍, ଆଉ କ'ଣ କରିବି। ଆଉ ସେଇଠି ମୁଁ ପୁରା ମାନେ କିଛି ଇଏ ନାହିଁ। ତାପରେ ସେ କହିଲା ଦିଦି ମୋତେ ବ୍ୟାଗ୍ଟା ଦିଅନ୍ତୁ। 2ଟା ଯାକ ସେ ବ୍ୟାଗ୍ ଧରିଲା। ପୁରା ଅନ୍ଧାର ରାତି, ସେ 2 ଦିନ ପୂର୍ବରୁ ଗୋଟେ ସଡନ୍ ମାନେ ଏମିତି ଗୋଟେ କେସ୍ ହେଇଥାଏ। ଫିର୍ ବି ମୁଁ ଚାଲିଲି, ମୁଁ କହିଲି ସେ ଯାହା ହେଉଛି ହଉ। ତାପରେ ହାଇଟେକ୍ ସାମ୍ନା ଟିକେ ଯାଇଛି, ସେ ମୋତେ ବ୍ୟାଗ୍ଟା ଧରେଇ ଦେଲା। 2ଟା କହିଲା ଦିଦି ଆଉ ବ୍ୟାଗ୍ ଧରନ୍ତୁ, ଆଉ ମୁଁ ଏଇ ଆଗକୁ ଯିବି। ମୁଁ କହିଲି ହଉ ଠିକ୍ ଅଛି। ମୁଁ ଗରିବ ପିଲାଟେ ଦେଖିଲି, ମୁଁ କହିଲି କିଛି ପଇସା ଦେବି ତାକୁ ବାହାର କରିକି। ମୁଁ ଯେତେବେଳେ ଦେଖିଲି ବ୍ୟାଗ୍ଟା ଏମିତି କରିକି ଅନେଇଲା ବେଳକୁ ଆଉ କେହି ବି ସେ ପାଖରେ ନାହିଁ। ମୁଁ ଭାବିଲି ଯାହା ବି ହଉ ଠାକୁର ଆସିକି ମୋତେ ହେଲ୍ପ କରିଛନ୍ତି। ତାପରେ ପୁଣି ସାର୍ ଦେହ ଖରାପ ହେଲା, ସେଇ ସମ୍ ହସ୍ପିଟାଲରେ ମାସେ ICUରେ ରହିଲେ 7 ଦିନ। ତାପରେ ସେଇଠି ଡେଥ୍ ହେଇଗଲା। ଆଉ ଦୁଃଖ ଯେତେବେଳେ ପଡ଼ିଲା, ଦୁଃଖକୁ ଭୁଲିଯିବା ପାଇଁ ମହାପ୍ରଭୁ ଅନେକ ପ୍ରକାର କୃପା କରିଛନ୍ତି। ଆପଣ ଜୟ ଜଗନ୍ନାଥ ଟିଭି ଆପଣ ଦେଖ? ହଁ ସାର୍, ମୁଁ ତ ଏକୁଟିଆ ଲୋକ, ତେଣୁ କାମ ସାରିକି ଯେତେବେଳେ ମାନେ ଟାଇମ୍ ପାଏ ଯେଉଁ ମେନ୍ ଏଗୁଡ଼ା ଦେଖେ। ଏକୁଟିଆ କାହିଁ କହୁଛନ୍ତି? ଏକୁଟିଆ ଆପଣ କ'ଣ ରହିପାରିବେ ନା? ଏକୁଟିଆ କିଏ? ହଁ, ସେ ତ ସବୁବେଳେ ସେ ବାପା ମା ସାନ୍ତାଣୀ ଅଛନ୍ତି, ଜଗନ୍ନାଥ ଠାକୁର, ସେ ମୋର ମା ବାପା ସେମାନେ ଅଛନ୍ତି। ମୋ ଛୁଆକୁ ମୁଁ ସବୁଦିନ ଟେକି ଦେଇଛି, ମୋ ଛୁଆ ଗୋଟେ ଝିଅ ମୋର। ମୁଁ କହିଲି ତୁ କିଛି ନାହିଁ, ମୋ ମା ଅଛନ୍ତି, ତୁ ମା ଅଛନ୍ତି, ବାପା ଅଛନ୍ତି, ଆଉ କ'ଣ ଦୁନିଆର ଦରକାର। ସେଇଥିପାଇଁ କୁହାଯାଏ କେହି ଅନାଥ ନୁହନ୍ତି। କାହିଁକିନା ସିଏ ହିଁ ଆଜି ମୁଁ ଯେଉଁ ଷ୍ଟେଜ୍ ଥିଲି, ମୁଁ ବି ନିଜେ ଭାବିନଥିଲି କି ମୁଁ ବଞ୍ଚିକି ଆସିକି ଏମିତି ଠିଆ ହେବି ଏଠି।
ସେଇ ତାଙ୍କ ଦୟାରୁ ଆଜି ମୁଁ ଆସିଛି। ଆଉ ସେ ଦୟା ପାଉଥାନ୍ତୁ ସେମିତି। ଜୟ ଜଗନ୍ନାଥ ଟିଭି ପାଖରୁ ଗୋଟେ ପାରମ୍ପରିକ ଜଣାଣ ବହି ଦେବୁ, ଧନ୍ୟବାଦ ଦେବୁ।